ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଆମମାନେ ପିତରଙ୍କର ପ୍ରଥମ ପର୍ବକୁ ପାଠ କଲାବେଳେ ଗତ ସମୟରେ ଶିକ୍ଷା କରୁଥିଲୁ ଯେ ପିତର ଯେତେବେଳେ ପୁନରୁତ୍ଥାନ ପରେ ଖ୍ରୀଷ୍ଟଙ୍କର ଆଦେଶ ଅନୁସାରେ ସେ ମଣ୍ଡଳୀକୁ ପୁଣି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସ୍ଥାପନ କରିବା ପାଇଁ, ସେମାନଙ୍କୁ ଉତ୍ସାହ ପ୍ରେରଣା ଦେବା ପାଇଁ ଏହି ପତ୍ରଟି ଲେଖିଥିଲେ। ସେହି ସମୟରେ ଏସିଆ ମାଇନର ଚାରିପାଖରେ ଯେଉଁ ମଣ୍ଡଳୀ ଗୁଡ଼ିକ ଅତିରିକ୍ତ ତାଡ଼ନା ମଧ୍ୟରେ ଗତି କରୁଥିଲେ, ପୁଣି ପିତର ଦେଖିପାରୁଥିଲେ ଯେ ସେମାନଙ୍କର ବିଶ୍ୱାସର ଜୀବନ ନିମନ୍ତେ, ମାଣ୍ଡଳିକ ଜୀବନ ନିମନ୍ତେ ଅଧିକ ତାଡ଼ନା ସେମାନଙ୍କର ସମ୍ମୁଖରେ ରହିଛି। କିପରି ଭାବରେ ଏହି ଭୟଙ୍କର ତାଡ଼ନା ସମୟରେ ସେମାନେ ଖ୍ରୀଷ୍ଟଙ୍କ ପ୍ରତି ସେମାନଙ୍କର ବିଶ୍ୱାସକୁ, ସେମାନଙ୍କର ଭରସାକୁ, ସେମାନଙ୍କର ନିଶ୍ଚିତ ଆଶାକୁ ଧରି ରଖିବେ। ପୁଣି ତା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କର ଯେଉଁ ସେବା କାର୍ଯ୍ୟରେ ସେମାନେ ସମ୍ପୃକ୍ତ ଥିଲେ, ସେହି ସେବା କାର୍ଯ୍ୟରେ ଯେପରି ଶେଷ ପର୍ଯ୍ୟନ୍ତ ସେମାନେ ଅଟଳ ରହିବେ। ଏହା ଥିଲା ପିତରଙ୍କର ଏହି ପତ୍ରର ମୌଳିକ ଉଦ୍ଦେଶ୍ୟ। ତାଡ଼ନାର ମଧ୍ୟରେ ଖ୍ରୀଷ୍ଟ ବିଶ୍ୱାସୀ କିପରି ଭାବରେ ଅଟଳ ପୁଣି ସ୍ଥିର ରହିବେ। ଆମେ ଚିନ୍ତା କରୁଥିଲୁ, ସେମାନଙ୍କୁ ପିତର ସ୍ମରଣ କରାଇଦେଲେ ଯେ ଏହି ଜଗତରେ ତୁମେ ଜଣେ ପ୍ରବାସୀ, ଜଣେ ତଳେ ବିଦେଶୀ। ଯଦ୍ୟପି ଏହି ଜଗତରେ ବର୍ତ୍ତମାନ ପୁଣି ଭବିଷ୍ୟତରେ ତୁମମାନଙ୍କୁ ଅନେକ ପ୍ରକାର ଦୁଃଖ ଭୋଗ କରିବା ପାଇଁ ପଡ଼ିବ, କିନ୍ତୁ ମନେ ରଖ, ତୁମେ ସ୍ୱର୍ଗର ପ୍ରଜା। ସ୍ୱର୍ଗରେ ତୁମମାନଙ୍କ ପାଇଁ ଅମ୍ଳାନ ମୁକୁଟ ରହିଛି। ଯେଉଁ ଆଶୀର୍ବାଦ ରହିଛି, ଯେଉଁ ସମ୍ପଦ ରହିଛି, ତାହା ଅକଳଙ୍କିତ ଅଜର ସମ୍ପଦ ରହିଛି। ତାହା ନିଶ୍ଚିତ ଭାବରେ ତୁମମାନଙ୍କର ବିଶ୍ୱାସ, ତୁମର ଭରସା ହେତୁ ତୁମେ ନିଶ୍ଚିତ ପ୍ରାପ୍ତ ହେବ। ସେଥିପାଇଁ ଖ୍ରୀଷ୍ଟ ତୁମମାନଙ୍କୁ ଅନ୍ଧକାର ମଧ୍ୟରୁ ଆଲୋକ ମଧ୍ୟକୁ ସେ ଆହ୍ୱାନ କଲେ। ଯେତେବେଳେ ଦିନେ ତୁମେ ବିଜାତୀୟ ଥିଲ, ଅନ୍ୟମାନଙ୍କ ପରି ଦେବା ପୂଜାରେ ଲାଗି ରହିଥିଲ, ସେଇ ଅନ୍ଧକାର ସମୟରୁ ସେ ତୁମମାନଙ୍କୁ ଆଲୋକ ମଧ୍ୟକୁ ଘେନି ଆସିଛନ୍ତି। ଯେପରି ଏଇ ଯେଉଁ ଚାରିପାଖରେ ବିଜାତୀୟ ମାନେ ଅଛନ୍ତି, ଯେଉଁମାନେ ତୁମ ବିରୁଦ୍ଧରେ ଆଜି ଠିଆ ହେଉଛନ୍ତି, ତାଡ଼ନା କରୁଛନ୍ତି, ଯେପରି ସେମାନଙ୍କର ମଧ୍ୟରେ ତୁମେ ଖ୍ରୀଷ୍ଟଙ୍କର ଆଦର୍ଶକୁ ପ୍ରକାଶ କରିବ। ଯେପରି ତୁମର ଆଚରଣ କୌଣସି ପ୍ରକାର ଭାବରେ ଖ୍ରୀଷ୍ଟଙ୍କର ନିନ୍ଦାର କାରଣ ନ ହେବ। ଏହା ଥିଲା ଆମମାନଙ୍କର ପ୍ରଥମ ଶିକ୍ଷା। ସେଥିପାଇଁ ପିତର ଉତ୍ସାହ ଦେଇ ଆଉ ଗୋଟିଏ ବିଷୟ ସେମାନଙ୍କୁ ସ୍ମରଣ କରାଉଛନ୍ତି। କେବଳ ସେ ଗୌରବମୟ ପରିତ୍ରାଣ ମଧ୍ୟରେ ତୁମେ ଯେ ଆହୁତ ହେଲ ତାହା ନୁହେଁ, ମାତ୍ର ମନେ ରଖ, ଯେଉଁ ଜଗତରେ ତୁମେ ବାସ କରୁଛ, ଏ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ତୁମମାନଙ୍କ ପାଇଁ କେବଳ ଆଉ ଏକ ବିଶେଷ ଅସ୍ତ୍ର ରହିଛି। କ'ଣ? ଯୁଦ୍ଧ କରିବା ପାଇଁ ନୁହେଁ, ବିରୋଧୀ ଲୋକମାନଙ୍କର ପ୍ରତିରୋଧ କରିବା ପାଇଁ ନୁହେଁ, ମାତ୍ର ପିତର ସେମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟଙ୍କ ପ୍ରତି, ପରସ୍ପର ପ୍ରତି, ସାମାଜିକ ଭାବରେ, ଦେଶଗତ ଭାବରେ, ପାରିବାରିକ ଭାବରେ, ପୁଣି ସର୍ବଶେଷରେ ଯେତେବେଳେ ତୁମେ ଆପଣା ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ତଳେ ସମର୍ପଣ କରିବ, ତାହା ହିଁ ବର୍ତ୍ତମାନର ଏକ ଜରୁରୀ ସମୟରେ ତୁମମାନଙ୍କ ପାଇଁ ତାହା ହିଁ ଏକ ଶକ୍ତିଶାଳୀ ଉତ୍ତର ହେବ। ତେବେ ଆଜି ଆମମାନଙ୍କର ସଂକ୍ଷିପ୍ତ ଚିନ୍ତା ହେଉଛି ଯେ ଖ୍ରୀଷ୍ଟୀୟ ବଶୀଭୂତତା କିପରି ଭାବରେ ଆମମାନଙ୍କର ଜୀବନରେ, ଆମମାନଙ୍କର ଖ୍ରୀଷ୍ଟଙ୍କ ପ୍ରତି, ପରସ୍ପର ପ୍ରତି ଆମମାନେ ଏକ ବଶତାର ଜୀବନ କାଟିବା। କାରଣ ପିତର କହୁଛନ୍ତି, ଦେଖ, ତୁମର ସମ୍ମୁଖରେ ତାଡ଼ନା ରହିଛି, କିନ୍ତୁ ଆଉ ଗୋଟିଏ ବିଷୟ ମନେ ରଖ, ତୁମମାନଙ୍କର ଉପରେ ଅନ୍ୟମାନଙ୍କର ଦୃଷ୍ଟି ରହିଛି। ଅନ୍ୟମାନଙ୍କର ଦୃଷ୍ଟି ରହିଛି। ହଁ ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମମାନେ ବର୍ତ୍ତମାନ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ଆମମାନଙ୍କର ମାଣ୍ଡଳିକ ଜୀବନରେ, ଆମମାନଙ୍କର ସେବାର ଜୀବନରେ ଆମମାନେ ତାଡ଼ନାର ସମ୍ମୁଖୀନ ହେଉଛୁ, ସେତେବେଳେ ମନେ ରଖିବା ଯେ ଆଉ ଏକ ବିଶେଷ ବିଷୟ ଆମମାନଙ୍କ ପାଇଁ ଅତି ଜରୁରୀ। ଆମମାନଙ୍କର ଆଚରଣ, ଆମମାନଙ୍କର ଜୀବନ ଯେପରି ଖ୍ରୀଷ୍ଟଙ୍କର ପକ୍ଷରେ, ପୁଣି ବିରୋଧୀ ଲୋକମାନଙ୍କର ପକ୍ଷରେ ଏକ ଆଶୀର୍ବାଦର
କାରଣ ହେବା ପାଇଁ ପାରିବ। ଆମମାନଙ୍କର ଜୀବନ ଉପରେ, ଆପଣଙ୍କର ଜୀବନ ଉପରେ, ମୋର ଜୀବନ ଉପରେ, ଆମର ସେବା କାର୍ଯ୍ୟ ଉପରେ ଅନ୍ୟମାନଙ୍କର ଦୃଷ୍ଟି ରହିଛି। ପ୍ରଥମ ବିଷୟ ପିତର 2 ପର୍ବ 11 ପଦରୁ 3 ପର୍ବର 12 ପଦ ମଧ୍ୟରେ ଏହି ସଂକ୍ଷିପ୍ତ ବିଷୟଟାକୁ ସେମାନଙ୍କୁ ସ୍ମରଣ କରୁଛନ୍ତି। ଯଦି ଆପଣମାନେ ବାଇବଲ ଖୋଲି ରଖିଥିବେ ଦେଖିବେ, ଏହି ଅଳ୍ପ ସମୟ ଚିନ୍ତା ମଧ୍ୟରେ ଆମେ ଦେଖିବା କିପରି ଭାବରେ ପିତର ସେମାନଙ୍କୁ ଗୋଟିକ ପରେ ଗୋଟିଏ ପାହାଚ ପରେ ଆଉ ଗୋଟିଏ ପାହାଚ ସେମାନଙ୍କୁ କଢ଼େଇ ନେଉଛନ୍ତି। ଖ୍ରୀଷ୍ଟୀୟ ଜୀବନରେ ବଶୀଭୂତତା, ବାଧ୍ୟତା। ହଁ, ପିତର କହୁଛନ୍ତି ମନେ ରଖ, ତୁମର ଚାରି ପାଖରେ ଯେଉଁ ହଜାର ଆତ୍ମା ମାନେ ଅଛନ୍ତି ସେମାନଙ୍କର ନିମନ୍ତେ ତୁମେ ଏହି ପ୍ରକାର ଏକ ବଶତାର ଜୀବନ କାଟିବା ଏକାନ୍ତ ଆବଶ୍ୟକ। ତାର ସାକ୍ଷ୍ୟ ସ୍ୱରୂପେ ସେ କହୁଛନ୍ତି ତୁମର ଆହ୍ୱାନକୁ ତୁମେ ଭୁଲି ଯାଅ ନା। ଖ୍ରୀଷ୍ଟ ତୁମକୁ ଆହ୍ୱାନ କଲେ, ପ୍ରେମରେ ସେ ତୁମକୁ ଆକର୍ଷଣ କଲେ। ଯୀଶୁ କହିଲେ ଯେ ଯଦି ତୁମମାନେ ମୋତେ ପ୍ରେମ କରୁଛ ତେବେ ତୁମେ ମୋର ବାକ୍ୟର ବାଧ୍ୟ ହବ। ପିତର କହୁଛନ୍ତି ଯେ ତୁମର ବାଧ୍ୟତାର ଜୀବନ କେବଳ ଏହି ଚାରି ପାଖରେ ଥିବା ବିଜାତୀୟ ମାନଙ୍କର ନିମନ୍ତେ ଏକ ବଳିଷ୍ଠ ସାକ୍ଷ୍ୟ ସଦୃଶ ହବ। କେବଳ ତୁମର ପ୍ରେମ ଖ୍ରୀଷ୍ଟଙ୍କ ପ୍ରତି, ତୁମର ବାଧ୍ୟତା ତାହା ଯଥେଷ୍ଟ ନୁହେଁ। ମାତ୍ର ପରବର୍ତ୍ତୀ ସମୟରେ ପରସ୍ପର ପ୍ରତି, ସାମାଜିକ ଭାବରେ, ତୁମର ମଣ୍ଡଳୀଗତ ଭାବରେ ପରସ୍ପର ପ୍ରତି ତୁମର ଏଇ ଯେଉଁ ପ୍ରେମ ଭାବ, ତାହା ହିଁ ଏହି ବିଜାତୀୟ ମାନଙ୍କର ପାଖରେ ଏକ ସାକ୍ଷ୍ୟ ସଦୃଶ ହବ, ବିଜାତୀୟ ମାନଙ୍କର ସକାଶେ। ଦ୍ୱିତୀୟରେ ପିତର ଆଗକୁ ବଢି କହୁଛନ୍ତି ଖ୍ରୀଷ୍ଟଙ୍କ ସକାଶେ। ଯେଉଁ ଦେଶରେ, ଯେଉଁ ସମୟରେ ତୁମେ ବାସ କରୁଛ ସେଇ ଦେଶରେ ଖ୍ରୀଷ୍ଟଙ୍କର ସକାଶେ ତୁମମାନେ ମଧ୍ୟ ଏକ ବଶତାର ଜୀବନ କାଟିବା ଏକାନ୍ତ ଆବଶ୍ୟକ। ଖ୍ରୀଷ୍ଟଙ୍କର ଇଚ୍ଛା ତୁମର ଜୀବନରେ ତୁମେ ସଫଳ କରିବ। ତମେ ସଙ୍ଗେ ସଙ୍ଗେ ମନେ ରଖ, ଯେଉଁ ଦେଶର ତୁମେ ନାଗରିକ ଭାବରେ ବାସ କରୁଛ, ହେଇପାରେ ତୁମେ ଦେଶର ଶାସନକର୍ତ୍ତା ମାନଙ୍କର କାର୍ଯ୍ୟକଳାପ ଏସବୁକୁ ତୁମେ ଗ୍ରହଣ କରିବା ପାଇଁ ସମର୍ଥ ହେଇ ନପାର। କିନ୍ତୁ ମନେ ରଖିବା, ପିତର କହୁଛନ୍ତି ସେମାନଙ୍କର ହସ୍ତରେ ଯେଉଁ ପଦ ଦିଆଯାଇଛି, ଯେଉଁ ପଦବୀରେ ସେମାନେ ଆହୁତ ହୋଇଛନ୍ତି, ସେଇ ପଦବୀ ସକାଶେ ତୁମର ଶାସନକର୍ତ୍ତା ମାନଙ୍କର ନିକଟରେ ତୁମେ ଆପଣାକୁ ବଶତା ସ୍ୱୀକାର କର, ସେମାନଙ୍କର ବଶୀଭୂତ ହୁଅ, ସେମାନଙ୍କର ଆଜ୍ଞା ପାଳନ କର। ହଁ, ଆମେ ପାଠ କରୁଛୁ ଦାନିଏଲଙ୍କର ଜୀବନ, ଦେଖିପାରୁଛୁ ଆପଣମାନଙ୍କ ପରି, ଆମମାନଙ୍କର ସମୟ ପରି ଦାନିଏଲ ମଧ୍ୟ ତାରରା ମତରେ ଯାଉଥିଲେ। ସେ ଲେଖାଯାଉଛି ଈଶ୍ୱରଙ୍କର ସଂକଳ୍ପ ଇଚ୍ଛାକୁ ନିଜ ଜୀବନରେ ପ୍ରାଧାନ୍ୟ ଦେଲେ। ତୋ ସଙ୍ଗେ ସଙ୍ଗେ ରାଜା ଶାସନକର୍ତ୍ତା ମାନଙ୍କର ମଧ୍ୟ ବାଧ୍ୟ ହେଲେ। ପ୍ରିୟ ବନ୍ଧୁଗଣ, ଉଭୟ ବିଷୟ ଆମମାନଙ୍କର ନିମନ୍ତେ ନାଗରିକ ଭାବରେ ଏକାନ୍ତ ଆବଶ୍ୟକ। ଗୋଟିଏ ପାଖରେ ବାଧ୍ୟତାର ଜୀବନ, ଅନ୍ୟ ପାଖରେ ଆମମାନଙ୍କର ଜୀବନରେ ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା। ପିତର ଆଉ ଟିକେ ଆଗକୁ ଯାଇ କହୁଛନ୍ତି ଯେ ସେମାନଙ୍କର ଯେଉଁ ସମସ୍ତ ବିଷୟ ଗୁଡ଼ିକ ତୁମର ପ୍ରତି ଆସିବ ତାହା ପ୍ରତିବାଦଜନକ ହେଲେ ମଧ୍ୟ ମନେ ରଖ, ତୁମର ଖ୍ରୀଷ୍ଟୀୟ ଆଚରଣ ବ୍ୟକ୍ତିଗତ ଭାବରେ, ନାଗରିକ ଭାବରେ ତୁମର ବିଶ୍ୱସ୍ତତାର ଜୀବନ, ନାଗରିକ ଭାବରେ ତୁମର କର୍ତ୍ତବ୍ୟ, ଦେଶ ପ୍ରତି କର୍ତ୍ତବ୍ୟ, ଅନ୍ୟମାନ ପ୍ରତି କର୍ତ୍ତବ୍ୟରେ ତୁମେ ଯେପରି କୌଣସି ପ୍ରକାର ଅବହେଳା ନ କର। ହଁ ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଆମେ ଦେଶର ବିଷୟ ଗୁଡ଼ିକ ଦେଖିଲା ବେଳେ, ଶାସନକର୍ତ୍ତା ମାନଙ୍କର ମନ୍ଦ କାର୍ଯ୍ୟ ଗୁଡ଼ିକ, ଅନ୍ୟାୟ ଦୁର୍ନୀତି ବିଷୟ ଗୁଡ଼ିକ ଲକ୍ଷ୍ୟ କଲାବେଳେ ଆମେ କେତେ ସହଜରେ ଆମେ ସମାଲୋଚନା କରୁ, କେତେ ସହଜରେ ଆମମାନଙ୍କର ବାକ୍ୟ ଗୁଡ଼ିକୁ ଆମେ ଭିନ୍ନ ଭାବରେ ବ୍ୟବହାର କରୁଛୁ। କିନ୍ତୁ ତାହା ନୁହେଁ। ସେଥିପାଇଁ ଆମେ ପାଠ କରୁଛୁ, ରୋମୀ ଚିଠାରେ ପ୍ରେରିତ ପାଉଲ ଏହି କଥା କହୁଛନ୍ତି, ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କର ବଶୀଭୂତ ହୁଅ, କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ। ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା
ସେମାନେ ଈଶ୍ୱରଙ୍କର ଦ୍ୱାରା ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ରୋମୀ ତାର 13 ପର୍ବ 1 ପଦରେ ସେଥିପାଇଁ ସେଦିନ ପିତର ସମାଂଶରେ କହୁଛନ୍ତି ଶାସନକର୍ତ୍ତା ମାନଙ୍କର ତୁମେ ବେଶୀ ବତ ହୁଅ। ଆଉ ଟିକେ ଆଗକୁ ଯାଇ ପିତର କହୁଛନ୍ତି କିନ୍ତୁ ସେତିକି ନୁହେଁ, ମାତ୍ର ତୁମେ ଯେତେବେଳେ ତୁମର କାର୍ଯ୍ୟକ୍ଷେତ୍ର ଗୁଡ଼ିକରେ କାର୍ଯ୍ୟ କରୁଛ, ମନେ ରଖ ତୁମର କାର୍ଯ୍ୟକ୍ଷେତ୍ରରେ ସାମାଜିକ ଭାବରେ ମଧ୍ୟ ତୁମେ ଏକ ବଶୀଭୂତତାର ଜୀବନ କାଟିବା ଏକାନ୍ତ ଆବଶ୍ୟକ। ଯେଉଁମାନେ ତୁମର ଉପରିସ୍ଥ କର୍ମଚାରୀ ମାନେ ଅଛନ୍ତି ସେମାନଙ୍କର ତୁମର ବାଧ୍ୟ ହେବା ସେମାନଙ୍କ ପ୍ରତି ଏକାନ୍ତ ଆବଶ୍ୟକ ବାଧ୍ୟତା। ହଁ, ଅନେକ ସମୟରେ ଆମମାନଙ୍କର ଉପରିସ୍ଥ କାର୍ଯ୍ୟକାରୀ ମାନେ ସେମାନେ ଆମମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଭାବରେ କଠୋର ବ୍ୟବହାର କରିଥାନ୍ତି, ଅନ୍ୟାୟ ବ୍ୟବହାର କରିଥାନ୍ତି ଆମମାନଙ୍କର କାର୍ଯ୍ୟ ଉପରେ, ଆମମାନଙ୍କର ଜୀବନ ଉପରେ। କିନ୍ତୁ ପିତର ଆମମାନଙ୍କୁ କହୁଛନ୍ତି 18 ପଦରୁ 25 ପଦରେ ସେ କହୁଛନ୍ତି ସେମାନେ ତୁମ ପ୍ରତି ଯାହା କିଛି ବ୍ୟବହାର କରନ୍ତୁ ନା କାହିଁକି, ମନେ ରଖ ସେମାନେ ତୁମର କର୍ତ୍ତା ଆଉ ତୁମେ ସେମାନଙ୍କର ପକ୍ଷରେ ଦାସ ସ୍ୱରୂପ ଅଛ। ଆଉ ଏହି ସମସ୍ତ କହିବା ସମୟରେ ପିତର ସେମାନଙ୍କୁ ଖ୍ରୀଷ୍ଟଙ୍କର ନିକଟକୁ ଆକର୍ଷଣ କରୁଛନ୍ତି। ଖ୍ରୀଷ୍ଟ କିପରି ଭାବରେ ପିତାଙ୍କର ସମ୍ପୂର୍ଣ୍ଣ ଭାବରେ ସେ ବାଧ୍ୟ ହୋଇଥିଲେ। ସେଥିପାଇଁ ଆମେ ପାଠ କରୁଛୁ ଯୀଶୁ ବାରମ୍ବାର ଶିଷ୍ୟମାନଙ୍କୁ ଶିକ୍ଷା ଦେଇ କହୁଥିଲେ ମୁଁ ଏଇ ଜଗତକୁ ନିଜର ଇଚ୍ଛା ସଫଳ କରିବା ପାଇଁ ଆସିନାହିଁ, ମାତ୍ର ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସଫଳ କରିବାକୁ ମୁଁ ଆସିଅଛି। ସେଥିପାଇଁ ଆମେ ଯୀଶୁଙ୍କର ଜୀବନରୁ ପିତର 3ଟି ବିଷୟକୁ ଆମମାନଙ୍କୁ ସ୍ମରଣ କରି ଦଉଛନ୍ତି। କହୁଛନ୍ତି ଯେ ଯୀଶୁଙ୍କର ଜୀବନ, ଯୀଶୁଙ୍କର ସେବା କାର୍ଯ୍ୟ ମତରେ ଆମେ ଦେଖୁଛୁ କିପରି ଭାବରେ ସେ ପିତାଙ୍କର ବାଧ୍ୟତା ସ୍ୱୀକାର କରିଥିଲେ। ତେବେ ଏହା ତୁମମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ସେ ତୁମର ଆଦର୍ଶ। ମାଥ୍ୟୁ 5 ପର୍ବ ଆମେ 10 ପଦରୁ 12 ପଦରେ ତାହା ହିଁ ପାଠ କରୁଛୁ। ଆଉ ଯୀଶୁ କହିଲେ କ'ଣ ନା ଲୋକେ ଯିବେ ତୁମ୍ଭମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କର ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି। ତେବେ ତୁମ୍ଭେମାନେ ଧନ୍ୟ। କ'ଣ କର ନା ଆନନ୍ଦ କର, ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଆଶୀର୍ବାଦ। ଯୀଶୁ କହିଲେ ମୁଁ ଯେପରି ଏଇ ଜଗତର ନୁହେଁ, ତୁମମାନଙ୍କ ତ ଏଇ ଜଗତର ନୁହଁ। ଏଇ ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି, ଆଉ ଦେଖ ମୁଁ ଜଗତକୁ ଜୟ କରିଅଛି। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିବା, ଯେତେବେଳେ ଆମେ ଏଇ ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦେଇ ଯାଉଛୁ ଆମମାନଙ୍କର ଉପରିସ୍ଥ ମାନଙ୍କର ନିକଟରେ, ଆମର କାର୍ଯ୍ୟକ୍ଷେତ୍ରରେ ଯେବେ ଆମମାନଙ୍କର ଖ୍ରୀଷ୍ଟୀୟ ଆଚରଣ, ଆମମାନଙ୍କର ବାଧ୍ୟତାର ଜୀବନ, ଆମମାନଙ୍କର ବଶୀଭୂତତାର ଜୀବନ ଯେପରି କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କର ପାଇଁ ଆମେ ଖ୍ରୀଷ୍ଟଙ୍କର ଆଦର୍ଶକୁ ଆମେ ପ୍ରକାଶ କରିବା ପାଇଁ ଲଜ୍ଜିତ ହେବା ନାହିଁ, ପଛଘୁଞ୍ଚା ଦେବା ନାହିଁ। ଦ୍ୱିତୀୟରେ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଦର୍ଶ କ'ଣ ଥିଲା ନା ସେ ତାଙ୍କର ମୃତ୍ୟୁ ଭୋଗରେ ଆମମାନ ପାଇଁ ବଦଳ ହେଲେ। କେବଳ ଆମମାନ ପାଇଁ ଜୀବନରେ ଆଦର୍ଶ ହେଲେ ତାହା ନୁହେଁ, ମାତ୍ର ତାଙ୍କର ମୃତ୍ୟୁରେ ପିତର କହୁଛନ୍ତି ଦେଖ ସେ ତୁମମାନଙ୍କର ପାପର ନିମନ୍ତେ କିପରି ଭାବରେ କ୍ରୁଶାର୍ପିତ ହେଲେ, ତୁମର ବଦଳ ହେଲେ, ତୁମର ପାପ ନିମନ୍ତେ ସେ ପ୍ରହାରିତ ହେଲେ। ଆଉ ବର୍ତ୍ତମାନ ତୁମର ପ୍ରତି ଯେଉଁ ତାଡ଼ନା ଆସିଛି ଯୀଶୁ ଖ୍ରୀଷ୍ଟଙ୍କର ସେଇ ଦୁଃଖ ଭୋଗକୁ, ଯୀଶୁ ଖ୍ରୀଷ୍ଟଙ୍କର ସେଇ କୃଷିୟ ମୃତ୍ୟୁ ଭୋଗକୁ ଟିକେ ସ୍ମରଣ ରଖ। ତୁମର ପାପ ପାଇଁ, ତୁମର ଅପରାଧ ପାଇଁ ପିତର ସେମାନଙ୍କୁ କହୁଛନ୍ତି ଯେଉଁ ସମସ୍ତ ତୁମେ ଦୁଃଖ ଭୋଗ କରୁଛ ମନେ ରଖ ତାହା ତୁମର ଦୁଷ୍ଟତା ପାଇଁ ନୁହେଁ, ତୁମର ଅଧର୍ମତା ପାଇଁ ନୁହେଁ, ତୁମର ମନ୍ଦ କାର୍ଯ୍ୟ ଗୁଡ଼ିକ ପାଇଁ ତୁମେ ଯେ ବର୍ତ୍ତମାନ এই দুঃখ ভোগ করছ তা নୁହେଁ, ମାତ୍ର ତୁମର ସମସ୍ତ ଦୁଃଖ ଭୋଗ କେବଳ ଖ୍ରୀଷ୍ଟଙ୍କ ସକାଶେ, ଖ୍ରୀଷ୍ଟଙ୍କ ସକାଶେ ଯେହେତୁ ତୁମେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଛ, ଖ୍ରୀଷ୍ଟଙ୍କ ଠାରେ ବୁଦ୍ଧି ପାଉଛ, ଖ୍ରୀଷ୍ଟଙ୍କର ସେବା କରିଛ ମାଣ୍ଡଳିକ ଭାବରେ, ସେଥିପାଇଁ ପିତର କହୁଛନ୍ତି ଆନନ୍ଦ କର। এই ଦୁଃଖ ଭୋଗ ତୁମର କାର୍ଯ୍ୟ ଅନୁସାରେ ନୁହେଁ, ମାତ୍ର ତାହା ଖ୍ରୀଷ୍ଟଙ୍କ ସକାଶେ, ଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗରେ ସେ ଆମର ବଦଳ ହେଲେ। ପ୍ରିୟ ଭାଇ ଭଉଣୀ ମାନେ କେତେ ସୁନ୍ଦର ଶିକ୍ଷା,
ଯୀଶୁ କେବଳ ତାଙ୍କ ଜୀବନରେ ଆମ ପାଇଁ ଆଦର୍ଶ ହେଲେ ତାହା ନୁହେଁ, ମାତ୍ର ମୃତ୍ୟୁ ଭୋଗରେ ଆପଣଙ୍କର ବଦଳ ହେଲେ, ମୋର ବଦଳ ହେଲେ। ମନେ ରଖ, ତୃତୀୟ ବିଷୟ ପିତର କହୁଛନ୍ତି, ପ୍ରିୟ ଭାଇ ଭଉଣୀ ମାନେ, এই ଦୁଃଖ ସମୟରେ ମନେ ରଖ, ଯୋଉ ଖ୍ରୀଷ୍ଟ ତୁମ ପାଇଁ ମୃତ୍ୟୁ ଭୋଗ କଲେ, ସେ ପୁନରୁତ୍ଥିତ ହେଇ ବର୍ତ୍ତମାନ ଈଶ୍ୱର ପିତାଙ୍କ ଠାରେ ସେ ସ୍ୱର୍ଗରେ ଉପସ୍ଥାପନା କରିଛନ୍ତି। ଆଉ ସେ ସେଇ ସ୍ଥାନରେ ପାଳକ ଭାବରେ ତୁମର ପକ୍ଷରେ ଅଛନ୍ତି। ହଁ, ଯୀଶୁ ଆମମାନଙ୍କର ଉତ୍ତମ ମେଷ ପାଳକ, ଆଉ ସେଇ ପ୍ରଧାନ ମେଷ ପାଳକ ଦିନେ ଆମମାନଙ୍କ ପାଇଁ ଏଇ ଜଗତକୁ ଆସିବେ। ଆଉ ସେଇ ପ୍ରଧାନ ମେଷ ପାଳକ ଆପଣଙ୍କର ପୁଣି ମୋର ପକ୍ଷରେ ସେ ପୁରସ୍କାରକୁ ପ୍ରଦାନ କରିବେ। ସେଥିପାଇଁ ପିତର ସେମାନଙ୍କୁ ସ୍ମରଣ କରୁଛନ୍ତି, ତୁମର ଉପରିସ୍ଥ ମାନଙ୍କର ନିକଟରେ ବଶୀଭୂତ କର, ଜୀବନ କାଟିବା ତୁମ ପକ୍ଷରେ ଏକାନ୍ତ ଆବଶ୍ୟକ। ପ୍ରେତ ପିତର ଆଉ ଟିକେ ଆଗକୁ ଯାଇ କହୁଛନ୍ତି, କେବଳ ଦେଶର ଶାସନକର୍ତ୍ତା ମାନଙ୍କ ନିକଟରେ ତୁମେ ବଶୀଭୂତ ହେବ ତାହା ନୁହେଁ, ଆଜ୍ଞାକାରୀ ହେବ ତାହା ନୁହେଁ, ତୁମର କାର୍ଯ୍ୟକ୍ଷେତ୍ରରେ ଆଜ୍ଞାକାରୀ ହେବ ତାହା ନୁହେଁ, ବଶତା ସ୍ୱୀକାର କରିବ ତାହା ନୁହେଁ, ମାତ୍ର ତୁମର ପାରିବାରିକ ଜୀବନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପିତର ସେମାନଙ୍କୁ ବର୍ତ୍ତମାନ ସ୍ମରଣ କରାଉଛନ୍ତି। ସେ କହୁଛନ୍ତି, ତୁମର ପାରିବାରିକ ଜୀବନକୁ ଯଦି ତୁମେ ଶୃଙ୍ଖଳିତ ଭାବରେ ଆଦର୍ଶ ସ୍ଥାନରେ ତୁମେ ରଖିବ, ଯେ ଯୋଉମାନେ ତୁମର ଉପରେ ଦୃଷ୍ଟି ରଖିଛନ୍ତି, ଚାରି ପାଖରେ ସେ ବିଜାତୀୟ ମାନେ ଅଛନ୍ତି, ସେମାନେ ତୁମର ଖ୍ରୀଷ୍ଟୀୟ ପାରିବାରିକ ଜୀବନ ଦ୍ୱାରା ପ୍ରଭାବିତ ହେଇ ଦିନେ ସେମାନେ ମଧ୍ୟ ଏଇ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବେ। ପ୍ରିୟ ବନ୍ଧୁ, କେତେ ବାସ୍ତବ। ଆଜି ଆମେ ନିଜକୁ ପଚାରି ରଖୁ, ଏହା କ'ଣ ବାସ୍ତବ? ହଁ, ତାର ନା ସତ, କିନ୍ତୁ ଆମମାନଙ୍କର ପରିବାର ଗୁଡ଼ିକ ପ୍ରତି ଆଜି ଜଗତ ଦୃଷ୍ଟିପାତ କରୁଛି। ସେଥିପାଇଁ ଏହି ସ୍ଥାନରେ ମଧ୍ୟ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ଆଦର୍ଶ। ସେଥିପାଇଁ ଯୀଶୁ ବାରମ୍ବାର ତାଙ୍କର ଶିକ୍ଷାରେ, ପୁଣି ପ୍ରେରିତ ପାଉଲ ମଣ୍ଡଳୀ ଗୁଡ଼ିକ ଶିକ୍ଷାରେ ସେଇ ଗୋଟିଏ କଥା କହୁଥିଲେ, ପ୍ରିୟ ଭାଇ ଭଉଣୀ ମାନେ ମନେ ରଖ, ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ଅଟନ୍ତି, ସେହିପରି ତୁମର ପାରିବାରିକ ଜୀବନରେ ସ୍ୱାମୀ ପରିବାରର ମସ୍ତକ ହେବା ଆବଶ୍ୟକ। ପୁଣି ସେ କହୁଛନ୍ତି ଯେ ପରିବାର ଖ୍ରୀଷ୍ଟ ମଣ୍ଡଳୀକୁ ଯୋଉ ପ୍ରକାର ସେ ପ୍ରେମ କଲେ, ତୁମମାନେ ହେ ସ୍ୱାମୀ ମାନେ, ହେ ସ୍ତ୍ରୀ ମାନେ, ତୁମେ ସେହିପରି ପାରିବାରିକ ଭାବରେ ପ୍ରେମରେ ଆଚରଣ କରିବା ଏକାନ୍ତ ଆବଶ୍ୟକ। ସେଥିପାଇଁ ପାରିବାରିକ ଜୀବନକୁ ଖ୍ରୀଷ୍ଟ ପ୍ରକାଶ କରିବା ସମୟରେ ନିଜର ଆଦର୍ଶକୁ ମଧ୍ୟ ସେମାନଙ୍କ ନିକଟରେ ପ୍ରକାଶ କରୁଛନ୍ତି। ବଶ୍ୟତା ଏ ପିତାଙ୍କର ନିକଟରେ ଯୀଶୁଙ୍କର ବଶୀଭୂତତାର ଜୀବନ ବିଷୟରେ ପ୍ରେରିତ ପିତର ସେମାନଙ୍କୁ ସ୍ମରଣ କରାଉଛନ୍ତି। ପ୍ରଥମ ବିଷୟ ମନେ ରଖିବା, ଯେତେବେଳେ ପାରିବାରିକ ବନ୍ଧନରେ ଆମେ ବନ୍ଧା ଯାଉ, ସ୍ମରଣ ରଖିବା ଯେ ସ୍ୱାମୀ ସ୍ତ୍ରୀ ଯେତେବେଳେ ବୈବାହିକ ଜୀବନରେ ବନ୍ଧା ହୁଅନ୍ତି, ସେମାନଙ୍କର ଜୀବନ, ସେମାନଙ୍କର ପାରିବାରିକ ଜୀବନ ଆପେ ଆପେ ସୁଖମୟ ହୁଏ ନା। ପ୍ରିୟ ବନ୍ଧୁଗଣ, ଉଭୟଙ୍କୁ ଦିନ ପରେ ଦିନ ସେମାନଙ୍କୁ ଏକ ଆଦର୍ଶ ଜୀବନ, ଏକ ସୁଖମୟ ପରିବାରକୁ ଗଠନ କରିବାର ସେମାନଙ୍କର ଆବଶ୍ୟକତା ରହିଛି। ସେଥିପାଇଁ ପିତର ଅତି ଶୀଘ୍ର ସେମାନଙ୍କୁ କହୁଛନ୍ତି, ହେ ମୋର ସ୍ତ୍ରୀ ମାନେ, ହେ ମହିଳା ମାନେ, ତୁମମାନଙ୍କ ପ୍ରତି ଖ୍ରୀଷ୍ଟଙ୍କର କେତେ ଗୁଡ଼ିଏ ଆଦେଶ ରହିଛି। ପିତର ସେମାନଙ୍କୁ ନିଜର ଆଦେଶ ଦଉନାହାନ୍ତି, ମାତ୍ର ଖ୍ରୀଷ୍ଟଙ୍କର ଆଦେଶ ସେମାନଙ୍କ ନିକଟରେ ଉପସ୍ଥାପନା କରୁଛନ୍ତି। ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରଥମେ ସେ କହୁଛନ୍ତି, ହେ ସ୍ତ୍ରୀ ମାନେ, ତୁମେ ଆପଣା ସ୍ୱାମୀ ମାନଙ୍କର ବଶୀଭୂତ ହୁଅ। ଏହା ନୁହେଁ ଯେ ସ୍ୱାମୀ ମାନେ ତୁମର ଉପରେ କର୍ତ୍ତୃତ୍ୱ କରିବେ, ନା। ମନେ ରଖ, ତୁମେ ଉଭୟ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ହୋଇଅଛ, ସମାନ ଅଧିକାର ପ୍ରାପ୍ତ ହୋଇଅଛ, ଖ୍ରୀଷ୍ଟଙ୍କର ଈଶ୍ୱରଙ୍କର ଆଦର୍ଶରେ ପ୍ରେମ ମୂର୍ତ୍ତିରେ ତୁମେ ଗଢ଼ା ଯାଇଅଛ। ତୁମେ ଦୁଇ ଜଣ ଏକ, ସ୍ୱାମୀ ସ୍ତ୍ରୀ ତୁମେ ଦୁଇ ଜଣ ଏକ। କିନ୍ତୁ ପରିବାରକୁ ଶୃଙ୍ଖଳିତ ଭାବରେ ଈଶ୍ୱରଙ୍କର ଗୌରବ ନିମନ୍ତେ ପରିଚାଳିତ କରିବା ପାଇଁ ଖ୍ରୀଷ୍ଟ ସ୍ୱାମୀମାନଙ୍କୁ ପରିବାରର ମସ୍ତକ ଭାବରେ
ସେ ସ୍ଥାପନ କରିଛନ୍ତି। ସେଥିପାଇଁ ପିତର କହୁଛନ୍ତି, ହେ ସ୍ତ୍ରୀ ମାନେ ଆପଣା ଆପଣା ସ୍ୱାମୀ ମାନଙ୍କର ବଶୀଭୂତ ହୁଅ। ପ୍ରିୟ ବନ୍ଧୁଗଣ, ମନେ ରଖିବା, ଯେଉଁ ପରିବାରରେ ସ୍ତ୍ରୀ ମାନେ ଆପଣା ଆପଣା ସ୍ୱାମୀ ମାନଙ୍କର ବଶତା ସ୍ୱୀକାର କରନ୍ତି, ସେମାନଙ୍କର ଆତ୍ମିକ ଜୀବନ ଅଭିବୃଦ୍ଧିରେ ଉତ୍ସାହ ଦିଅନ୍ତି, ସେମାନଙ୍କର ବାଧ୍ୟ ହୁଅନ୍ତି, ସେହି ପରିବାର ଗୁଡ଼ିକରେ ଆମେ ଦେଖୁଛୁ ଈଶ୍ୱରଙ୍କର ଆଶୀର୍ବାଦ। ସେହି ପରିବାର ଗୁଡ଼ିକ ସୁଖମୟ ପରିବାର ହେଇ ଗଢ଼ି ଉଠେ। କିନ୍ତୁ ଦୁଃଖର ବିଷୟ, ଯେଉଁ ପରିବାର ସ୍ତ୍ରୀ ମାନେ ଦାମ୍ଭିକ ହେଇ ନିଜର ବିଷୟକୁ ନିଜେ ଧରି ରଖିବା ପାଇଁ, ନିଜ ଇଚ୍ଛା ଅନୁସାରେ ଜୀବନ କାଟିବା ପାଇଁ, ଗର୍ବ ଦମ୍ଭ ଅଭିମାନକୁ ନେଇ ଜୀବନରେ ଆଗକୁ ବଢ଼ିବା ପାଇଁ ଅଗ୍ରସର ହେଇଥାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଦୁଃଖର ବିଷୟ, ସେଥିପାଇଁ ଆମମାନଙ୍କର ଅନେକ ଖ୍ରୀଷ୍ଟୀୟ ପରିବାର ଗୁଡ଼ିକ ଆଜି ଭାଙ୍ଗି ଯାଇଛି। ମୋର ପ୍ରିୟ ଭଉଣୀ ମାନେ, ଆଜି ଏ ପ୍ରଭୁଙ୍କର ବାକ୍ୟ ପିତର କହୁଛନ୍ତି, ସମ୍ମୁଖରେ ତାଡ଼ନା ରହିଛି, କଷ୍ଟକର ସମୟ ଆସିଛି, ଅନ୍ୟମାନେ ତୁମର ପରିବାର ପ୍ରତି ଦୃଷ୍ଟିପାତ କରୁଛନ୍ତି। ମନେ ରଖ, ହେ ସ୍ତ୍ରୀ ମାନେ, ତୁମର ଯୋଗ୍ୟତା, ତୁମର ଧର୍ମକର୍ମ, ତୁମର ଯାହା କିଛି ଉଚ୍ଚ ବିଷୟ ଗୁଡ଼ିକ ଥାଉ ନା କାହିଁକି, ତୁମେ ଯେ କେହି ହଉ ନା କାହିଁକି, ସମସ୍ତଙ୍କୁ ତୁମର ସ୍ୱାମୀଙ୍କ ନିକଟରେ ବଶୀଭୂତରେ ସ୍ମରଣ କରିବା, ସମର୍ପଣ କରିବା ଏକାନ୍ତ ଆବଶ୍ୟକ। ଦ୍ୱିତୀୟ ବିଷୟ, ପିତର କହୁଛନ୍ତି, ମନେ ରଖ, ହେ ସ୍ତ୍ରୀ ମାନେ, ତୁମର ଏଇ ଖ୍ରୀଷ୍ଟୀୟ ଆଚରଣ, ଏଇ ବଶୀଭୂତର ଜୀବନ ଦ୍ୱାରା ତୁମେ କ'ଣ କରିବ ନା, ତୁମର ସ୍ୱାମୀ ମାନଙ୍କୁ, ଯେଉଁ ସ୍ୱାମୀ ମାନେ ଆତ୍ମିକ ଜୀବନରେ ବୃଦ୍ଧି ପାଇନାହାନ୍ତି କିମ୍ବା ଖ୍ରୀଷ୍ଟଙ୍କର ପରିଚୟ ପାଇନାହାନ୍ତି, ମନେ ରଖ, ସେମାନଙ୍କର ଆତ୍ମାର ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟ ତୁମକୁ ବ୍ୟବହାର କରିବେ। ଏହା ଏକ ସୁଯୋଗ। ତୁମର ନମ୍ରତାର ଜୀବନ, ତୁମର କୋମଳତାର ଜୀବନ, ପରସ୍ପର ସହିତ ତୁମେ ଯେତେବେଳେ ସହିଷ୍ଣୁତାରେ ବାସ କରିବ, ତର୍କ ବିତର୍କ ଦ୍ୱାରା ନୁହେଁ, ପାଟି ତୁଣ୍ଡ ଦ୍ୱାରା ନୁହେଁ, ମାତ୍ର ତୁମର ଉତ୍ତମ ବୁଝାମଣା, ତୁମର ପ୍ରେମ ଭାବ, ତୁମର ଦୟା ଭାବ, ତୁମର ଉତ୍ତମ କୋମଳ ଆଚରଣ ଦ୍ୱାରା ତୁମର ସ୍ୱାମୀଙ୍କର ଜୀବନରେ ତୁମେ ଏକ ପରିବର୍ତ୍ତନ ଆଣିବ। ପ୍ରିୟ ଭାଇ ଭଉଣୀ ମାନେ, ମୋର ପ୍ରିୟ ଭଉଣୀ ମାନେ, ଆଜି କ'ଣ ଆମମାନଙ୍କର ଜୀବନକୁ ସମୀକ୍ଷା କରି ଏ ବିଷୟକୁ ଲକ୍ଷ୍ୟ କରୁଛୁ? ଘରେ ଘରେ ପଣା ଯେ ତର୍କ ବିତର୍କ ଲାଗି ରହିଛି କି ଆପଣମାନଙ୍କ ସ୍ୱାମୀ ମାନଙ୍କ ପ୍ରତି ଏହିପରି କୋମଳ ବ୍ୟବହାର, ସହିଷ୍ଣୁତାର ବ୍ୟବହାର କରି ଚାଲିଛନ୍ତି? ତେବେ ଯାଇ ଆପଣଙ୍କର ପରିବାର ଏକ ସୁଖୀ ପରିବାର ହବ, ଏକ ଶାନ୍ତିର ପରିବାର ହବ। କେବଳ ସେତି ନୁହେଁ, ମନରକ ଚାରିପାଖରେ ବିଜାତୀୟ ମାନେ ଅଛନ୍ତି, ତାଡ଼ନାକାରୀ ମାନେ ଅଛନ୍ତି। ସେମାନେ ଯଦି ଆପଣଙ୍କର ଏହି ସୁଖୀ ପରିବାରର ଆଦର୍ଶ ଜୀବନକୁ ଦେଖିବେ, ସେମାନେ ମଧ୍ୟ ଦିନେ ଖ୍ରୀଷ୍ଟଙ୍କର ପରିଚୟ ପାଇବେ। ତୃତୀୟ ବିଷୟ, ପିତର ସେମାନଙ୍କୁ କହୁଛନ୍ତି, ହେ ପ୍ରିୟ ସ୍ତ୍ରୀ ମାନେ, ତୁମେ ମନେ ରଖ, ତୁମର ବାହିକ ଆବରଣ ଯେତେ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଉନା କାହିଁକି, ତୁମର ରୂପା ସୁନାର ଗହଣାରେ ପରିବେଷ୍ଟିତ ତୁମେ ହେଉଥାଉ ନା କାହିଁକି, ମନେ ରଖ, ଏଇ ବଶୀଭୂତର ଜୀବନ ତୁମର ପାଇଁ ଏକ ବହୁମୂଲ୍ୟ କ'ଣ ନା ସମ୍ପଦ ରହିଛି। ଈଶ୍ୱର ତୁମର ଆଭ୍ୟନ୍ତରୀଣ ଉତ୍ତମ ଚରିତ୍ରକୁ, ଉତ୍ତମ ଆଚରଣକୁ ସେ ଲକ୍ଷ୍ୟ କରୁଛନ୍ତି। ସେ ତୁମର ବାହିକ ଆବରଣ ପ୍ରତି ମନୋଯୋଗୀ ନୁହନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୋର ଭଉଣୀ ମାନେ, ଆଜି କ'ଣ ଆମମାନଙ୍କର ବାହିକ ଶରୀରକୁ, ବାହ୍ୟ ରୂପକୁ ଆମେ ସଜେଇବା ପାଇଁ ଯତ୍ନଶୀଳ, କିନ୍ତୁ ଆମମାନଙ୍କର ଆଭ୍ୟନ୍ତରୀଣ ଜୀବନ ବିଷୟରେ ଆମେ କୌଣସି ପ୍ରକାର ସଚେତନ ନୁହଁ। ସେଥିପାଇଁ ପିତର କହୁଛନ୍ତି 3:2 ପଦରେ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମମାନଙ୍କର ଅକ୍ଷୟ ଭୂଷଣ ହଉ। ସ୍ତ୍ରୀମାନେ ମନେ ରଖିବା, ତାହା ହିଁ ତୁମମାନଙ୍କର ଅକ୍ଷୟ ଭୂଷଣ। ସୁନା ରୂପା କଳଙ୍କିତ ହେଇଯିବ, କିନ୍ତୁ ପ୍ରେମର, କୋମଳତାର, ବଶୀଭୂତାର ଜୀବନ ଆଚରଣ, ଭଉଣୀ ମାନେ, ତାହା ହିଁ ଆପଣଙ୍କର ପାଇଁ ପିତର କହୁଛି ଅକ୍ଷୟ ଭୂଷଣ ହବ, ତାହା ସୌନ୍ଦର୍ଯ୍ୟପୂର୍ଣ୍ଣ ହବ, ତାହା ହିଁ ପରିବାରରେ ଆଶୀର୍ବାଦ ଆଣିବ। ପିତର କେବଳ ସେତିକିରେ ଶେଷ କରୁନାହାନ୍ତି। ପିତର ଆଉ ଟିକେ ଆଗକୁ ଯାଇ କହୁଛନ୍ତି, ହେ ସ୍ୱାମୀ ମାନେ, ତୁମମାନଙ୍କର ପ୍ରତି ମଧ୍ୟ ଈଶ୍ୱରଙ୍କର କେତେ ଗୁଡ଼ିଏ ଆଦର୍ଶ ରହିଛି।
କେତେ ଗୁଡ଼ିଏ ଆଦେଶ ମତ ରହିଛି। ଯଦି ତୁମେ ଆପଣା ପରିବାରକୁ ସୁଖମୟ ପରିବାର ଭାବରେ ଗଠନ କରିବା ପାଇଁ ଚାହୁଁଛ, ମନେ ରଖ ତୁମର କର୍ତ୍ତବ୍ୟକୁ ତୁମେ ବିଶ୍ୱସ୍ତ ଭାବରେ ତାହାକୁ ସମ୍ପାଦନ କରିବା ଏକାନ୍ତ ଆବଶ୍ୟକ। ମନେ ରଖ, ଶାରୀରିକ ଭାବରେ ତୁମେ ଦୁଇ ଜଣ ଏକ। ଈଶ୍ୱର ଉଭୟଙ୍କୁ ଆହ୍ୱାନ କରିଛନ୍ତି, ଉଭୟଙ୍କୁ ଈଶ୍ୱର ଯୋଡ଼ିଛନ୍ତି। କିନ୍ତୁ ମନେ ରଖ, ତୁମେ ପରିବାରର କର୍ତ୍ତା। ତୁମର ଆଦର୍ଶ ଜୀବନ, ତୁମର ସ୍ତ୍ରୀ ପ୍ରତି ତୁମର ପ୍ରେମର ଜୀବନ। ଖ୍ରୀଷ୍ଟ ଯେଉଁ ପ୍ରକାର ମଣ୍ଡଳୀକୁ ପ୍ରେମ କଲେ, ନିଃସ୍ୱାର୍ଥପର ଭାବରେ ପ୍ରେମ କଲେ, ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ପ୍ରେମ କଲେ। ହେ ସ୍ୱାମୀମାନେ, ତୁମମାନେ ଆପଣା ଆପଣା ସ୍ତ୍ରୀ ମାନଙ୍କୁ ସେହି ପ୍ରକାର ତୁମେ ପ୍ରେମ କର, ତୁମେ ଯେଉଁପରି ଆପଣା ଶରୀରକୁ ପ୍ରେମ କର। ପିତା ପାଉଲ କହୁଛନ୍ତି, ସେହିପରି ଆପଣା ସ୍ତ୍ରୀ ମାନଙ୍କୁ ମଧ୍ୟ ତୁମେ ପ୍ରେମ କର। ପ୍ରିୟ ଭାଇ ଭଉଣୀମାନେ, ଆଜି ପରିବାରରେ ସ୍ୱାମୀମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ପ୍ରେମର ଅଭାବ ହେତୁ ଆଜି ଆମଙ୍କର ପରିବାରରେ କେତେ ଦୁଃଖ, ପରିବାରରେ କେତେ ବିଚ୍ଛେଦ। ପ୍ରିୟ ବନ୍ଧୁଗଣ, ପିତର କହୁଛନ୍ତି, ତାଡ଼ନାର ସମ୍ମୁଖରେ ପରିବାର ମଧ୍ୟରେ ପ୍ରେମକୁ ବାନ୍ଧି ରଖ। ଖ୍ରୀଷ୍ଟଙ୍କର ପ୍ରେମ ତୁମମାନଙ୍କର ଆଦର୍ଶ ହେଉ। ହେ ସ୍ୱାମୀମାନେ, ତୁମେ ଯତ୍ନଶୀଳ ହୁଅ। କେବଳ ସେତିକି ନୁହେଁ, ପିତର କହୁଛନ୍ତି, ମନେ ରଖ ତୁମର ସ୍ତ୍ରୀମାନେ କ'ଣ? ସେମାନେ ଅବଳା, ସେମାନେ ଦୁର୍ବଳା। ସେଥିପାଇଁ 3:7 ପଦରେ ପିତର କହୁଛନ୍ତି, ହେ ସ୍ୱାମୀମାନେ, ତୁମମାନଙ୍କର ପ୍ରାର୍ଥନାରେ ଯେପରି ବାଧା ସୃଷ୍ଟି ନ ହୁଏ, ଏଥି ନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳ ପାତ୍ରୀ ଓ ଆପଣମାନଙ୍କର ସହିତ ଜୀବନ ରୂପ ଅନୁଗ୍ରହର ଦାନର ସହ ଅଧିକାରିଣୀ ଭାବରେ ସେମାନଙ୍କୁ ସମାଦର କର। ସେମାନଙ୍କୁ ସମାଦର କର। ସେମାନେ ଦୁର୍ବଳା, ସେମାନେ ଅବହେଳା, ସେମାନଙ୍କ ପ୍ରତି ତୁମେ ଯତ୍ନଶୀଳ ହୁଅ। ସେମାନଙ୍କ ପ୍ରତି ଆପଣାର କର୍ତ୍ତବ୍ୟକୁ ତୁମେ ସମ୍ପାଦନ କର। ଆଉ ପିତର ସେମାନଙ୍କୁ କହୁଛନ୍ତି, ଯେହେତୁ ତୁମେ ପରିବାରର କର୍ତ୍ତା, ସେଥିପାଇଁ ପରିବାରର ଭରଣ ପୋଷଣ, ସ୍ତ୍ରୀଙ୍କର ଯତ୍ନ ନେବା ତୁମର କର୍ତ୍ତବ୍ୟ। ପ୍ରିୟ ଭାଇ ଭଉଣୀମାନେ, এই କର୍ତ୍ତବ୍ୟରେ କ'ଣ ଆମେ ଆଜି ଅବହେଳା କରିଛୁ, ପଡ଼ିଯାଇଛୁ କି? ପରିବାରର ଯତ୍ନ ନେବାରେ ଆମେ ଯତ୍ନଶୀଳ ହେଉଛୁ ଦିନ ପରେ ଦିନ। ଫଳରେ ଆପଣଙ୍କର ପରିବାର, ମୋର ପରିବାର এই ସଙ୍କଟକାଳୀନ ଦିନ ଗୁଡ଼ିକରେ, এই ମନ୍ଦ ଜଗତରେ ଆମେ ଏକ ଆଦର୍ଶ ଜୀବନ କାଟିବାକୁ ସକ୍ଷମ ହେଇପାରୁଛୁ। ତେବେ ପିତର ଏତିକିରେ ଆମମାନଙ୍କୁ ଗୋଟିଏ ବିଷୟ ଆଜି ସ୍ମରଣ କରୁଛନ୍ତି, ଯେ ତୁମମାନଙ୍କର ଉପରେ ଅନ୍ୟମାନଙ୍କର ଦୃଷ୍ଟି ରହିଛି। ଖ୍ରୀଷ୍ଟଙ୍କ ସକାଶେ ତୁମେ ଏକ ବଶ୍ୟବତାର ଜୀବନ କାଟିବା ଏକାନ୍ତ ଆବଶ୍ୟକ। ଚାରିପାଖରେ ଥିବା ହଜାର ଆତ୍ମାମାନଙ୍କର ନିମନ୍ତେ ତୁମକୁ ସେହି ପ୍ରକାର ଆଚରଣ କରିବା ଆବଶ୍ୟକ। ଯେଉଁମାନଙ୍କର ସହିତ ତୁମେ କାର୍ଯ୍ୟ କରୁଛ, ସେମାନଙ୍କର ନିକଟରେ ମଧ୍ୟ ତୁମେ ସେହିପରି ବଶ୍ୟତାର ଜୀବନ କାଟିବା ଏକାନ୍ତ ଆବଶ୍ୟକ। ଆଉ ସର୍ବୋପରି ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ, ପିଲାମାନଙ୍କର ମଧ୍ୟରେ ମଧ୍ୟ ଯେପରି ତୁମର ଏହି ବଶ୍ୟତାର ଜୀବନ ଯେପରି କୌଣସି ପ୍ରକାର ଭାବରେ ନିନ୍ଦନୀୟ ନ ହୁଏ। କାରଣ କ'ଣ ନା, ଏହି ପ୍ରକାର ଏକ ବଶ୍ୟତାର ଜୀବନ ହିଁ ଏହି ବିରୋଧୀ ଲୋକମାନଙ୍କର ମୁଖକୁ ବନ୍ଦ କରିବ। ଆଉ ସେମାନେ ତୁମର ନିକଟକୁ ସେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ନିମନ୍ତେ ଆସିବେ। ତେବେ ପ୍ରୀତ ପିତର ସେତିକି ସମାପ୍ତ କରୁନାହାନ୍ତି। ଶେଷରେ ସେମାନେ କହୁଥିଲେ, ସମସ୍ତ ଯଦ୍ୟପି କରିବା ନିମନ୍ତେ ତୁମମାନଙ୍କୁ ଏକ ମୂଲ୍ୟ ଦେବା ପାଇଁ ପଡ଼ିବ। ନିଶ୍ଚିତ ଭାବରେ ମୂଲ୍ୟ, ନାଗରିକ ଭାବରେ ମୂଲ୍ୟ, ସେବାକାରୀ ଭାବରେ ମୂଲ୍ୟ, ସ୍ୱାମୀ ଭାବରେ ମୂଲ୍ୟ, ସ୍ତ୍ରୀ ଭାବରେ ମୂଲ୍ୟ ଦେବା ପାଇଁ ପଡ଼ିବ। କିନ୍ତୁ ମନେ ରଖ, ଏ ସମସ୍ତ ମୂଲ୍ୟ ଦେବାରେ ତୁମମାନଙ୍କ ପାଇଁ ଏକ ଆଶୀର୍ବାଦର ବିଷୟ ରହିଛି। ଏକ ଆଗାମୀ ଆଶୀର୍ବାଦ ନିମନ୍ତେ ତୁମେ ଆପଣା ଜୀବନକୁ ଏହି ପ୍ରକାର ଭାବରେ ବଶ୍ୟତାରେ ରଖି ତୁମେ ପ୍ରସ୍ତୁତ କରୁଛ। କ'ଣ? ଖ୍ରୀଷ୍ଟଙ୍କର ପ୍ରେମ। ଖ୍ରୀଷ୍ଟଙ୍କର ପ୍ରେମ ହିଁ ତୁମର ଜୀବନର ସଙ୍ଗୀ ହେବ। ଖ୍ରୀଷ୍ଟଙ୍କର ପ୍ରେମରେ ତୁମର ଆଚରଣ। ପୁଣି ଯେଉଁମାନେ ତୁମର ସହିତରେ ଅଛନ୍ତି, ପରସ୍ପରକୁ ପ୍ରେମ କର। ତାହା ପ୍ରେରିତ ପିତର 3:8-17 ପଦ ମଧ୍ୟରେ ପ୍ରକାଶ କରୁଛନ୍ତି। କେତେ ଗୁଡ଼ିଏ ବିଷୟ
ପ୍ରଥମ ଖ୍ରୀଷ୍ଟଙ୍କର ପ୍ରତି ତୁମର ପ୍ରେମ ତାହା ଏକତାକୁ ପ୍ରକାଶ କରେ, ଅନ୍ୟମାନଙ୍କ ପ୍ରତି ଚିନ୍ତାଶୀଳତାକୁ ପ୍ରକାଶ କରେ, ମନୋଯୋଗିତାକୁ ପ୍ରକାଶ କରେ। ଆଉ ଦ୍ୱିତୀୟରେ ପିତର କହୁଛନ୍ତି ଆପଣା ଆପଣା ଶତ୍ରୁମାନଙ୍କୁ, ଏହିପରି ତାଡ଼ନାକାରୀ ମାନେ ହେଇପାରେ ତୁମର ଶତ୍ରୁ। ପିତର କହୁଛନ୍ତି ଏଇ ବୈଶ୍ୱିକତାର ଜୀବନ ଦ୍ୱାରା ତୁମେ କେବଳ ଆପଣା ଆପଣା ଶତ୍ରୁମାନଙ୍କୁ ଖ୍ରୀଷ୍ଟଙ୍କ ସକାଶେ ଖ୍ରୀଷ୍ଟଙ୍କର ପରି ତୁମେ ପ୍ରେମ କରିବା ଏକାନ୍ତ ଆବଶ୍ୟକ। ଆପଣା ଖ୍ରୀଷ୍ଟୀୟ ଆହ୍ୱାନ ପ୍ରତି ତୁମେ ସଚେତନ ହୁଅ। ଭୁଲି ଯାଅ ନା ଅନ୍ଧାରରୁ ଆଲୋକ ମଧ୍ୟକୁ ଆସିଛ, ତୁମେ ଖ୍ରୀଷ୍ଟଙ୍କର ସନ୍ତାନ ହେଇଛ, ଈଶ୍ୱରଙ୍କର ସନ୍ତାନ ହେଇଛ। ଏହି ଆହ୍ୱାନକୁ ତୁମେ ଭୁଲି ଯାଅ ନାହିଁ, ଆହ୍ୱାନ ପ୍ରତି ସଚେତନ ହୁଅ। ପ୍ରିୟ ଭାଇ ଭଉଣୀମାନେ, ଆମର ଆହ୍ୱାନ କ'ଣ ଆମେ ଭୁଲି ଯାଇଛୁ? ଆମେ ଖ୍ରୀଷ୍ଟଙ୍କର ଯେ ସନ୍ତାନ, ତାଙ୍କର ଯେ ଦାସ ଦାସୀ। ପିତର କହୁଛନ୍ତି ତୁମର ଆହ୍ୱାନ ପ୍ରତି ତୁମେ ସଚେତନ ରୁହ। କେବଳ ସେତିକି ନୁହେଁ, ମାତ୍ର ତୁମର ଜିହ୍ୱାକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପିତର ତୁମର ଜିହ୍ୱାକୁ ତୁମେ ବଶତାରେ ରଖ। ବିରୋଧୀ ଲୋକମାନଙ୍କର ବିରୁଦ୍ଧରେ କଥା ନ କହି, ଦେଶର ଶାସନକର୍ତ୍ତା ମାନଙ୍କର ବିରୁଦ୍ଧରେ କଥା ନ କହି, ଉପରିସ୍ଥ ମାନଙ୍କର ବିରୁଦ୍ଧରେ କଥା ନ କହି, ସ୍ୱାମୀ ବିରୁଦ୍ଧରେ କଥା ନ କହି, ସ୍ତ୍ରୀ ବିରୁଦ୍ଧରେ କଥା ନ କହି ତୁମର ଜିହ୍ୱାକୁ ତୁମେ ବଶରେ ରଖ। ପ୍ରିୟ ଭାଇ ଭଉଣୀ ମାନେ, ଲେଖାଯାଉଛି ଯେଉଁମାନେ ଆପଣା ଓଷ୍ଠାଧରକୁ ଆପଣା ଜିହ୍ୱାକୁ ବଶରେ ରଖନ୍ତି ସେମାନେ ହିଁ ଆଶୀର୍ବାଦ ପ୍ରାପ୍ତ। ଆମର ଏଇ ଛୋଟ ଜିହ୍ୱା ଅତି ଶକ୍ତିଶାଳୀ ଜିହ୍ୱା, ଏକ ତ ତାହା ଜୀବନ ଆଣିପାରେ, ନଚେତ ତାହା ବିନାଶ ଆଣିପାରେ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମଙ୍କର ଜିହ୍ୱାକୁ ଆମେ କିପରି ଭାବରେ ବ୍ୟବହାର କରୁଛୁ? ଆମର ପାଟିରେ ଯାହା ଆସୁଛି ତାହା କହି ଚାଲିଛୁ, ଗାଳି ଗୁଜବ କରି ଚାଲିଛୁ, ଅନ୍ୟମାନଙ୍କର ଅପମାନ କରି ଚାଲିଛୁ, ନା ଆମମାନଙ୍କର ଏଇ ଓଷ୍ଠାଧର ଯାହାକି ପ୍ରଶଂସା କରିବା ନିମନ୍ତେ, ପ୍ରାର୍ଥନା କରିବା ନିମନ୍ତେ, ଅନ୍ୟମାନଙ୍କୁ ଉତ୍ସାହ ପ୍ରଦାନ ନିମନ୍ତେ ଆମମାନଙ୍କର ଜିହ୍ୱାକୁ ଈଶ୍ୱର ସୃଷ୍ଟି କରିଛନ୍ତି। ଏଇ ଜିହ୍ୱାକୁ ନା ଆମମାନଙ୍କର ବଶତା ମଧ୍ୟରେ ଅଛି କି ଆଜି ଆମମାନଙ୍କର ଜିହ୍ୱାକୁ ଆମେ ଲଗାମ ଛଡ଼ା କରିଛୁ? ପ୍ରିୟ ଭାଇ ଭଉଣୀମାନେ, ପିତର କହୁଛନ୍ତି ଚାରି ପାଖରେ ତୁମର ତାଡ଼ନା ବଢ଼ି ଆସୁଛି, ଆପଣା ଜିହ୍ୱାକୁ ବଶରେ ରଖ। ସର୍ବଶେଷରେ ଖ୍ରୀଷ୍ଟଙ୍କ ଠାରେ ଆପଣା ଜୀବନକୁ ସମ୍ପୂର୍ଣ୍ଣ ଭାବରେ ତୁମେ ସମର୍ପଣ କର, ତାଙ୍କର ପ୍ରଭୁତ୍ୱକୁ ନିଜ ଜୀବନରେ ଗ୍ରହଣ କର। ଏହା କରିବା ଦ୍ୱାରା କ'ଣ ହେବ? ଶେଷ ପଦଟି ପିତର କହୁଛନ୍ତି ଫଳରେ ତୁମେ ଆପଣା ଆପଣା ବିବେକକୁ ଶୁଚି କରି ରଖିବ। ହେ ପ୍ରିୟ ଭାଇ ଭଉଣୀ ମାନେ, ଆଜି କ'ଣ ଆମମାନଙ୍କର ବିବେକ କୌଣସି ବିଷୟରେ ଆମମାନଙ୍କୁ ଦୋଷୀ କରୁଛି? ପିତରଙ୍କ ବିଷୟରେ ଯାହା ଶିକ୍ଷା କଲୁ, ପିତର ଆମମାନଙ୍କୁ ଯାହା ଶିକ୍ଷା ଦେଲେ, ସେ ବିଷୟରେ କ'ଣ ଆଜି ଆମମାନଙ୍କର ବିବେକ ଆମମାନଙ୍କୁ ଦୋଷୀ କରୁଛି? ଆମମାନଙ୍କର ବୈଶ୍ୱିକତା ଜୀବନ ଉପରେ ପବିତ୍ର ଆତ୍ମା କ'ଣ ତାଙ୍କର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି? ପିତର କହୁଛନ୍ତି ଆପଣା ବିବେକକୁ ଶୁଦ୍ଧ ରଖ। ଯାହାର ବିବେକ ଶୁଦ୍ଧ ଥାଏ ସେହି ଈଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ। ଯଦି ଆଜି ବିବେକ ଆମମାନଙ୍କୁ ଗଞ୍ଜଣା ଦଉଛି, କୌଣସି ବିଷୟରେ ପବିତ୍ର ଆତ୍ମା ଆମମାନଙ୍କର ହୃଦୟର ଅସଜଡ଼ା ବିଷୟ ଗୁଡ଼ିକୁ ଦେଖେଇ ଦଉଛି, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମମାନେ ପ୍ରଭୁଙ୍କର ବାକ୍ୟ ଶୁଣୁ ଶୁଣୁ ସେଇ ଅଂଶଟି ଜୀବନର ସେଇ ଅବସ୍ଥାକୁ ତାଙ୍କର ହସ୍ତ ତଳେ ଆମେ ସମର୍ପଣ କରିଦେବା। କହିଦେବା, ହେ ପବିତ୍ର ଆତ୍ମା, ମୋର ଜୀବନକୁ ମୁଁ ତୁମର ହସ୍ତ ତଳେ ସମର୍ପଣ କରୁଛି, ମୋର ପରିବାରକୁ ତୁମ ହସ୍ତ ତଳେ ସମର୍ପଣ କରୁଛି, ମୋର କାର୍ଯ୍ୟସ୍ଥଳୀକୁ ମୁଁ ତୁମ ହାତ ତଳେ ସମର୍ପଣ କରୁଛି। ପୁଣି ଚାରି ପାଖରେ ଯେଉଁ ବିରୋଧୀ ଲୋକମାନେ, ସେମାନଙ୍କ ପାଇଁ ପ୍ରାର୍ଥନା କରିବା ସହିତ ସେମାନଙ୍କୁ ମଧ୍ୟ ତୁମ ହସ୍ତ ତଳେ ସମର୍ପଣ କରୁଛି। ତୁମେ ମୋତେ ସାହାଯ୍ୟ କର। ପ୍ରିୟ ଭାଇ ଭଉଣୀମାନେ, ଏହା ହିଁ ହେବ ତାଡ଼ନାର ସମୟରେ ଆମମାନଙ୍କର ବିଜୟର ପଦକ୍ଷେପ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମମାନେ ପିତରଙ୍କର ଆଦେଶ ପୁଣି ପରାମର୍ଶ ଅନୁସାରେ ଏକ ବଶୀଭୂତତାର ଜୀବନ କାଟିବାକୁ ସକ୍ଷମ ହେଇପାରିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।